ଦୁଇଟି ବାଇକ୍ ଦୁର୍ଘଟଣା, ଜଣେ ମୃତ, 3 ଗୁରୁତର। ଦର୍ଶକ ବନ୍ଧୁ ଟିକିନିକି ଖବରକୁ ସ୍ୱାଗତ। ସ୍ଥାନୀୟ ପରିଷଦ ଅନ୍ତର୍ଗତ ବେଥେଲ ସମ୍ମୁଖରେ ବାଇକ୍ ଦୁର୍ଘଟଣାରେ ଜଣେ ମୃତ ହୋଇଥିବା ବେଳେ ଜଣେ ଗୁରୁତର ହୋଇ ସ୍ଥାନୀୟ ମେଡିକାଲରେ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି। ଅନ୍ୟ ଏକ ଦୁର୍ଘଟଣାଟି କନବାଗିରି ଗ୍ରାମର ଶେଷ ହୋମ୍ସରେ ହୋଇଥିବା ବେଳେ ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଚିକିତ୍ସା କରାଯାଉଛି। ସୂଚନା ଅନୁସାରେ ପ୍ରଥମ ଦୁର୍ଘଟଣା ଜି ଉଦୟଗିରି ବ୍ଲକ ରାଇକଲା ପଞ୍ଚାୟତ ଖାରିଆପଡ଼ା ଗ୍ରାମ ନିବାସୀ ଅନିଲ କୁମାର ପ୍ରଧାନ ସ୍ଥାନୀୟ ଏମ୍ଏମ୍ସି ମେଡିକାଲରେ କାର୍ଯ୍ୟ କରନ୍ତି। ସନ୍ଧ୍ୟା ସମୟ ପ୍ରାୟ 7:30 ହେବ। ଅନ୍ୟ ଜଣେ ସହଯୋଗୀଙ୍କ ସହିତ ଘୁ ଉଦୟଗିରି ଆସି ନିଜ ବସାକୁ ଏମ୍ଏମ୍ସି ମେଡିକାଲକୁ ଫେରୁଥିବା ବେଳେ ଚାଲି ଚାଲି ଲିଙ୍ଗାଗଡ଼ ପଞ୍ଚାୟତ ବେଟିକଲା ଗ୍ରାମ ନିବାସୀ ଲୁଲୁ ପ୍ରଧାନ 25 ପଛପଟୁ ଧକ୍କା ଦେଇଥିଲେ ନିଜ ବାଇକ୍ରେ, ଯାହାଫଳରେ ଅନିଲ ପ୍ରଧାନ ନାମକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ମେଡିକାଲ ପକ୍ଷରୁ ସୂଚନା ରହିଛି ଓ ବାଇକ୍ ଚାଳକ ମଧ୍ୟ ଗୁରୁତର ଆହତ ହୋଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ସେପଟେ ଅନ୍ୟ ଏକ ଦୁର୍ଘଟଣାରେ 2 ଜଣ ଦେବାଶିଷ ପାଣି 18 କୋଲାଡ଼ ଗ୍ରାମ ନିବାସୀ ଏବଂ ରୁଦ୍ରପ୍ରସାଦ ପାଢ଼ୀ 18 ଭଞ୍ଜନଗର ଅଞ୍ଚଳର 2 ଜଣ ଯୁବକ ଗୁରୁତର ହୋଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ସେମାନେ ଘୁଉଦଗିରି ଅଞ୍ଚଳକୁ ଆସି ଫେରୁଥିବା ସମୟରେ କନବାଗିରି ପ୍ରଥମ ହୋମ୍ସରେ ଭାରସାମ୍ୟ ହରାଇ ଦୁର୍ଘଟଣା ଶିକାର ହୋଇଛନ୍ତି, ଯାହା ସେମାନଙ୍କର ସୂଚନା ରହିଛି। ହୋମ୍ସରେ ଦୁର୍ଘଟଣା ହୋଇଛି। ଅପରପକ୍ଷରେ ଗୋଟିଏ କାର୍ ସେମାନଙ୍କୁ ଅପର ଡିପର ନ ଦେବାରୁ ଏହିପରି ଲାଇଟ୍ ଅସୁବିଧା ସକାଶୁ ସେମାନେ ଦୁର୍ଘଟଣାର ଶିକାର ହୋଇଥିବା ସୂଚନା ରହିଛି। ସେମାନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ସୂଚନା ରହିଛି, ଯାହା ବିଗତ ଦିନମାନଙ୍କରେ ଏହି ହୋମ୍ସ ମାନଙ୍କରେ ଏହିପରି ଅନେକ ଦୁର୍ଘଟଣା ଘଟିଥିବା ସୂଚନା ରହିଛି ଏବଂ ଏହି ହୋମ୍ସରେ ଲୋକ ମରିବା ସହ ଗୁରୁତର ଆହତ ହୋଇଥିବା ମଧ୍ୟ ସୂଚନା ରହିଛି। ତେବେ ମୁଖ୍ୟ ରାସ୍ତାରେ ଏହିପରି ବଡ଼ ବଡ଼ ହୋମ୍ସ ରଖିବା ଦ୍ୱାରା ଅନେକ ଲୋକ ଦୁର୍ଘଟଣାର ଶିକାର ହେଉଛନ୍ତି। ତେଣୁ ଏହାର ପ୍ରତିକାର କରିବା ନିମନ୍ତେ ଜନସାଧାରଣ ଦାବି କରିଛନ୍ତି। ଦର୍ଶକ ବନ୍ଧୁ, ଟିକିନିକି ଖବରର ଅଧିକ ଅପଡେଟ୍ ପାଇଁ ଟିକିନିକି ଖବରକୁ ସବସ୍କ୍ରାଇବ୍, ଲାଇକ୍ ଓ ସେୟାର କରିବାକୁ ଭୁଲିବେ ନାହିଁ।